ଏ ସମାଜର ପ୍ରତ୍ୟେକ ବ୍ୟକ୍ତି ମନ୍ଦିରକୁ ଯାଇଥାଏ, ଠାକୁରଙ୍କୁ ଦର୍ଶନ କରିଥାଏ, ପୂଜା କରିଥାଏ, ନିଜର ମାନସିକ ପୂରଣ କରିଥାଏ। ଚଳନ୍ତି ଦେବତା ଯାହାକୁ ଆମେ ବାପା ମା ବୋଲି କହୁ, ତାଙ୍କୁ କେବେ ପୂଜା କରିଛେ? ତାଙ୍କ ସହିତ କେବେ ମନ ଖୋଲି କଥା ହେଇଛି? ଜୀବନର ଗୋଟିଏ କାମ କରନ୍ତୁ, ମନ୍ଦିରର তুমি ଯେତିକି ସମୟ ଦେଉଛ ଠିକ୍ ଅଛି, ମନ୍ଦିର ଯାଅ, ଠାକୁରଙ୍କୁ ପୂଜା କର, କିନ୍ତୁ ତାର ଅଧା ସମୟ ପ୍ରତ୍ୟେକ ଦିନ ବାପା ମାଙ୍କ ପ୍ରତି ଦିଅ। ଦେଖିବ ମୋ ଜୀବନଟା କେତେ ଖୁସିରେ କଟିଯିବ। ବାପା ମାଙ୍କର ଆଶୀର୍ବାଦ ଆମ ପାଇଁ ସବୁଠୁ ହିଁ ବଡ଼। ସିଏ ଯଦି ଥରେ ବି ତାଙ୍କ ଆଖିରେ ଥରେ ଲୁହ ଯଦି ଚାଲି ଆସେ ନା, ତାହେଲେ ସେଇଟା ଆମ ଜୀବନ ପାଇଁ ଅଭିଶାପ ହେଇଯିବ। କେବଳ ଏତିକି କହିବି, ସମସ୍ତଙ୍କୁ କହିବି, ସେଇ ଜିନିଷଟାକୁ କେବେ କରିତେ ଦିଅନି। ବାପା ମାଙ୍କୁ ସମ୍ମାନ ଦେବା, ବାପା ମାଙ୍କୁ ପୂଜା କରିବା ଆମର କର୍ତ୍ତବ୍ୟ। ସେ ତ କେବଳ ସେତିକି ଆଶା ରଖିଛନ୍ତି ଆମ ପାଖରୁ ନା।